ଭଲ ପାଇବାର ଗୋଟେ ଅଲଗା ଡେଫିନେସନ୍ ଭଲ ପାଇବାର ଗୋଟେ ଅଲଗା ପର୍ସପେକ୍ଟିଭ ଆପଣ ଏଇ ଷ୍ଟୋରୀରେ ପାଇବେ। ମୁଁ ଆଜ୍ ଆନ୍ ଆର୍ଟିଷ୍ଟ ତା ଦେହରେ କାମ କରିଛି, ଶ୍ରାବଣୀ କ୍ୟାରେକ୍ଟରଟି କରିଛି ଆଉ କହିପାରିବି କି ଗୋଟେ ବହୁତ ସୁନ୍ଦର କ୍ୟାରେକ୍ଟର। ତ ଦୁଇଟି ତ ହୃଦୟ ଭାଙ୍ଗୁଛନ୍ତି, ତ କ'ଣ କହିବେ ଏଇଟା କେତେ ଖରାପ କଥା, ଆପଣ କ'ଣ ପାଇଁ ଏମିତି କଲେ? ଏବେ ତ ମୁଁ ସେ ବ୍ଲେମ୍ ଜମା ବି ନେଇପାରିବିନି, କାହିଁକି ଆପଣ ଫିଲ୍ମ ଦେଖିନାହାନ୍ତି। 30 ମେ'କୁ ଆପଣ ଆସନ୍ତୁ, ଫିଲ୍ମ ଦେଖନ୍ତୁ, ସେତେବେଳେ ଆପଣ ଯାହା ବି କ୍ୱେଶ୍ଚନ୍ସ ପଚାରେ ମୁଁ ସବୁର ଆନ୍ସର ଦେବି। ଯେମିତି ଦେଖିବାକୁ ମିଳୁଛି ଆପଣ ମିଲନକୁ ନ ପାଇ ହାତ କାଟି ଦେଇଛନ୍ତି। ସତ କଥା ନା ମିଛ କଥା? ଥମ୍ବନେଲ୍ ପାଇଗଲେ ଆଉ ନାଇଁ? ନାଇଁ ବିଲକୁଲ ନାଇଁ, ହାତ ନାଇଁ, ଏଇଟା ଟିକେ ମାନେ ହାତ ମୋଡ଼ି ହେଇଯାଇଛି। ମାନେ ଇଣ୍ଡିଭିଜୁଆଲି ଚାହିଁଲେ ଗ୍ରୋ କରିବନି ଇଣ୍ଡଷ୍ଟ୍ରି, ଯଦି ଆମେ ମିଶିକି ସମସ୍ତେ ଚାହିଁବା ତାହେଲେ ଇଣ୍ଡଷ୍ଟ୍ରି ଗ୍ରୋ କରିବା। ଆଣ୍ଡ वी आर वेरी फॉर्चुनेट कि आम इंडस्ट्री सेमती स्टार्स मैंने अच्छा जो मैंने ऑडियंस मान घर आणिकी हॉल रे बसौଛନ୍ତି फिल्म को एंटरटेन करके फिल्म को चलाउଛନ୍ତି। प्रेम केते प्योर हो पारिबो, केते प्योरिटी रही पारिबो, केते माने जणे को लेवल को जाइकी सैक्रिफाइस करिकी प्रेम को से अमर कर पारिबो, से ऊपर ही से स्टोरीटा ତ ଏଥିରେ ଆପଣ डेफिनेटली केबे ना केबे भी हम कम बैक करूଛନ୍ତି ଆଉ कम बैक କରିବ, ଆଉ ଗୋଟେ ବହୁତ ଷ୍ଟ୍ରଙ୍ଗ ୱେରେ କମ୍ ବ୍ୟାକ୍ କରିବ। ଆଚ୍ଛା, ସମସ୍ତେ ଚେଞ୍ଜ ହେଉଛନ୍ତି କିନ୍ତୁ ପୂର୍ବ ପରି ସୂର୍ଯ୍ୟମୟ ଯେମିତି ସୂର୍ଯ୍ୟ ଭଳି ଚମକୁଥିଲେ ଏବେ ବି ସେମିତି ଥ୍ୟାଙ୍କ ୟୁ ଦ୍ୟାଟ୍ସ ସୋ ସ୍ୱିଟ୍ ଅଫ୍ ୟୁ। ଆପଣଙ୍କର କ'ଣ କହିବି, ଆପଣଙ୍କ ହୃଦୟ ବହୁତ ଚମକୁଛି ନା, ସେଥିପାଇଁ ମୁଁ ଆପଣଙ୍କୁ ଚମକୁଥିବା ଦେଖୁଛି। ଦୁଇଟି ନାୟକ ଶ୍ରୀତମ ଆଉ ମିଲନ। ମିଲନ, ତ କାହାର ନାୟିକା ହେଉଛନ୍ତି ସୂର୍ଯ୍ୟମୟୀ ଶେଷରେ? ମୁଁ ନାୟିକା ହେଉଛି ଆମ ଅଡ଼ିଏନ୍ସ ମାନଙ୍କର। କାହାର ନାୟିକା ହେଉଛନ୍ତି ସେଇଟା ମାନେ ମୁଁ ଏବେ ଯଦି କହିଦେବି ମାନେ ଷ୍ଟୋରୀଟା ରିଭିଲ୍ ହେଇଯିବ, କିନ୍ତୁ କହିପାରିବି ଭଲ ପାଇବାର ଗୋଟେ ଅଲଗା ଡେଫିନେସନ୍, ଭଲ ପାଇବାର ଗୋଟେ ଅଲଗା ପର୍ସପେକ୍ଟିଭ ଆପଣ ଏଇ ଷ୍ଟୋରୀରେ ପାଇବେ। ମୁଁ ତ ବହୁତ ମାନେ କ'ଣ କହିବି, ନିଜକୁ ସେତିକି ସକ୍ଷମ ଭାବିନି କି ମୁଁ ଅନନ୍ତ ମହାପାତ୍ର ସିଏ ଯେଉଁ ଷ୍ଟୋରୀ ଭାବିଛନ୍ତି ତାଙ୍କ ସେ ଷ୍ଟୋରୀ ବିଷୟରେ କିଛି କହିପାରିବି କି ତାଙ୍କ ବିଷୟରେ ମୁଁ କିଛି କହିପାରିବି, ବିକଜ ସିଏ ମୋଠୁ ବହୁତ ସୁନ୍ଦର ଭାବରେ ମୋଠୁ ବହୁତ ଭଲ ସେ ଆପଣମାନଙ୍କୁ ବୁଝେଇ ପାରିବେ କି ଭାବାନ୍ତର କ'ଣ ପାଇଁ ସେ ବନେଇଛନ୍ତି, ଭାବାନ୍ତରର ମିନିଂ କ'ଣ, ତା ଭିତରେ କ'ଣ ରହିଛି। ମୁଁ ଆଜ୍ ଆନ୍ ଆର୍ଟିଷ୍ଟ ତା ଦେହରେ କାମ କରିଛି, ଶ୍ରାବଣୀ କ୍ୟାରେକ୍ଟରଟି କରିଛି ଆଉ କହିପାରିବି କି ଗୋଟେ ବହୁତ ସୁନ୍ଦର କ୍ୟାରେକ୍ଟର, ଯାହା ଦେହରେ ବହୁତ ସେଡ୍ସ ଅଛି, ବହୁତ ଭଲ ପାଇବା ଅଛି, ସାକ୍ରିଫାଇସ୍ ଅଛି, ଆଉ ପବିତ୍ର ପାପ ଯଦି ଆପଣ ଥିଏଟର ପ୍ଲେ ଦେଖିଥିବେ ତାକୁ ଆମ ଫିଲ୍ମର ରୂପ ଦିଆହେଇଛି। 80 ମିନିଟ୍ସର ଫିଲ୍ମଟି, ତ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି 30 ମେ'କୁ ରିଲିଜ୍ ହେଉଛି ଭାବାନ୍ତର, ଆସିକି ଫିଲ୍ମ ହଲ୍ରେ ଦେଖିବେ। ଆଚ୍ଛା, ଯେତେବେଳେ ଟ୍ରେଲରର ଅନ୍ତରେ ଆମେ ପଶିଲୁ ତ ସେତେବେଳେ ଦେଖିଲୁ ଆପଣ ଦୁଇଟି ଜୀବନ ନଷ୍ଟ କରୁଛନ୍ତି। ଗୋଟିଏ ଜଣେ ଆପଣଙ୍କୁ ବହୁତ ଆଶା ନେଇକି ବାହା ହେଇଥିଲା କିନ୍ତୁ ଆପଣ ତାକୁ ଚତୁର୍ଥ ଜାତି ଦିନ ମନା କରୁଛନ୍ତି ଡୋଣ୍ଟ ଟଚ୍ ମି, ଆଉ ଜଣକୁ ଭଲ ପାଇକି ତାଙ୍କ ସହିତ ବାହା ହେଇନାହାନ୍ତି, ତ ଦୁଇଟି ତ ହୃଦୟ ଭାଙ୍ଗୁଛନ୍ତି, ତ କ'ଣ କହିବେ ଏଇଟା କେତେ ଖରାପ କଥା, ଆପଣ କ'ଣ ପାଇଁ ଏମିତି କଲେ? ଏବେ ତ ମୁଁ ସେ ବ୍ଲେମ୍ ଜମା ବି ନେଇପାରିବିନି, କାହିଁକି ଆପଣ ଫିଲ୍ମ ଦେଖିନାହାନ୍ତି। 30 ମେ'କୁ ଆପଣ ଆସନ୍ତୁ, ଫିଲ୍ମ ଦେଖନ୍ତୁ, ସେତେବେଳେ ଆପଣ ଯାହା ବି କ୍ୱେଶ୍ଚନ୍ସ ପଚାରେ ମୁଁ ସବୁର ଆନ୍ସର ଦେବି। ଆଚ୍ଛା, ଏଇ ଫିଲ୍ମରୁ ଦର୍ଶକମାନେ କ'ଣ ଶିଖିବା ପାଇଁ ଚାହିଁବେ? ଯେମିତି ସାଧାରଣତଃ ଫିଲ୍ମରୁ କିଛି ନା କିଛି ସୋସାଇଟି ଗୋଟେ ମେସେଜ୍ ଯାଇଥାଏ, ତ କ'ଣ ଏଇ ଯେଉଁ ତ୍ରିକୋଣୀୟ ପ୍ରେମ ବା ଆପଣ ଜଣଙ୍କୁ ବାହା ହେଇଛନ୍ତି, ଜଣଙ୍କୁ ଭଲ ପାଉଛନ୍ତି, ଏଥିରୁ କ'ଣ ପାଇବେ ଦର୍ଶକମାନେ? ଏଥିରୁ ମୁଁ ଭାବେ କି ଗୋଟେ ରିଲେସନସିପ୍ରେ ଭଲ ପାଇବାରୁ ବହୁତ ଅଧିକ ଯଦି ଦୁଇ ଜଣଙ୍କ ଭିତରେ ରେସ୍ପେକ୍ଟ ରହିବ, ସେତେବେଳେ ଗୋଟେ ରିଲେସନସିପ୍ ୱାର୍କଆଉଟ୍ କରେ। ଭଲ ପାଇବା ତ ଏଭ୍ରି ଡେ କମୁଥିବ, ବଢ଼ୁଥିବ, ଭ୍ୟାରି କରୁଥିବ, କିନ୍ତୁ ଯଦି ପରସ୍ପର ଭିତରେ ରେସ୍ପେକ୍ଟ ରହିଛି ନା, ତାହେଲେ ଡେଫିନେଟଲି ତାଙ୍କ ଜର୍ଣ୍ଣିଟା ଆହୁରି ସ୍ମୁଥ୍ ରହିବ, ଆହୁରି ଲମ୍ବା ରହିବ। ରେସ୍ପେକ୍ଟ ରହିବା ଯେମିତି ଦରକାର। ଦେଖିବାକୁ ମିଳୁଛି ଆପଣ ମିଲନକୁ ନ ପାଇ ହାତ କାଟି ଦେଇଛନ୍ତି। ସତ କଥା ନା ମିଛ କଥା? ଥମ୍ବନେଲ୍ ପାଇଗଲେ ଆଉ ନାଇଁ ବିଲକୁଲ ନାଇଁ, ହାତ ନାଇଁ, ଏଇଟା ଟିକେ ମାନେ ହାତ ମୋଡ଼ି ହେଇଯାଇଛି। ମିଲନ କ୍ୟାରେକ୍ଟର ଯିଏ କରିଛନ୍ତି, ମୁଁ ତାଙ୍କ ସାଙ୍ଗେ ଫର୍ଷ୍ଟ ଟାଇମ୍ କାମ କଲି, ଭେରି ପ୍ରୋଫେସନାଲ୍ ଆକ୍ଟର, ବହୁତ ଭଲ କାମ କରିଛନ୍ତି। ଶ୍ରୀତମ କ୍ୟାରେକ୍ଟର କରିଛନ୍ତି ଅଭିଷେକ, ତାଙ୍କ ସାଙ୍ଗରେ ଏଇଟା ମୋର ଫର୍ଷ୍ଟ ଫିଲ୍ମ ଥିଲା, ତାପରେ ମୁଁ ତାଙ୍କ ସାଙ୍ଗରେ ଅଲଗା କାମ କଲି, କିନ୍ତୁ ଏଇଟା ମୋର ଫର୍ଷ୍ଟ ଫିଲ୍ମ ଥିଲା। ତ ଆମ ତିନି ଜଣଙ୍କର ଯେଉଁ ଜର୍ଣ୍ଣିଟା ରହିଛି ଏଇ ଫିଲ୍ମ ପଛରେ ବହୁତ ହି ଇଣ୍ଟରେଷ୍ଟିଂ ରହିଛି।
आम डेली आसूलु वर्कशॉप होता 15 दिन आम वर्कशॉप होती खाली जो आम सेट्रे थिलु से डायलॉग्स हो इमोशंस हो सब जिन माइंड रे थिला कौन एक्जाक्टली आमको कहबार अच्छे से बहुत कम दिन फिल्म टी सरी जाता बिकज प्री प्रोडक्शन बहुत स्ट्रांग होता आई एम वेरी ब्लेस्ड कि 2 वर्ष पर भी हो ना कहीं फिल्म टी एटलिस्ट रिलीज हो लोक मान पाखे पहुँचुची आदि आपण मान भल पाइबा मिलला डेफिनेटली आगू भल स्टोरी हम। अच्छा जमी ओडिया लोक मैंने कहते यहाँ गुजब भी हो पारे सत के मिछ यहाँ आम जानू ओडिया रे 2-3 हिरोर फिल्म केवल चले आउ कहार चले सत्य कौन से 2-3 हिरो ही ओडिया इंडस्ट्री को धरी आउ क्या फिल्म चलने आउ को कंटेंट चलनी देखु आम इंडस्ट्री जिते जनकर कौन कहि आपण जमती कहले से बहुत कंट्रीब्यूशन रही आम फिल्म इंडस्ट्री आम टेक्नीशियंस मान आम आर्टिस्ट मानी आउ जदि से फिल्म चलुची से बहुत बड़ जिनस आमको से जिनस आमको प्राउड फील करा दरकार नहीं मत लगे कि जो मैंने जेन्युइन आर्टिस्ट जो मैंने काम को भल पाती जो मैंने इंडस्ट्री को भल पाती जो मैंने चाहूँ इंडस्ट्री ग्रो करूँ आगू को बढ़ू से कंप्लेन रहा कहीं आमे मैंने इंडिविजुअली चाहिए ग्रो कर इंडस्ट्री जदि आम मिसिकी समस्ते चाहिए ताहले इंडस्ट्री ग्रो कर एंड वी आर वेरी फॉर्चुनेट कि आम इंडस्ट्री सेमती स्टार्स मैंने अच्छा जो मैंने ऑडियंस मान को घर आणिकी हॉल रे बसौं फिल्म को एंटरटेन कर फिल्म को चलाउं तो वी शुड बी ग्रेटफुल फॉर देम। अच्छा भावांतर दर्शक मानकर केते भाव भीतर को अंतर को जाई परिबो मोठू मु जंती कहली मु मोठू बहुत भल भाव में सर एक्चुअली बुझे पारे आपन को जिते बेले वर्ड्स आमे वर्ड्स आर नॉट इनफ ना से भावर दरकार थाए तो से फिल्म ना रही भावांतर आउ पवित्र पापरू जंती इंस्पायर्ड है कि भावांतर रखाही पाप तो पाप किंतु ताकू पवित्र कौन पाई गुहाई फिल्म देखिले ही जना पड़ेगा। अच्छा इतरे प्रेम को कलुषित करा जायनी तो आज्ञा प्रेम को कलुषित करा जायनी तो प्रेम को कौन कहबी सेटा मु आपन को कहली प्रेम केते प्योर हे पारिबो केते प्योरिटी रही पारिबो केते माने जणे को लेवल को जाई कि सैक्रिफाइस करी कि गो प्रेम को से अमर कर पारिबो से ऊपर ही से स्टोरीटा तो इतिर आपण किछि भूल कर दैछन्ती कारण जेतेबेले से सेरा आपण तो सब मते एबे पचार दोछन आपण कोन जाकी फिल्म रे देखि फिल्म हॉल रे देखिबे कहिले डेफिनेटली आपण जेतेबेले एडा आपण ट्रेलर देखि कि कहउछन्ती किंतु आपण फिल्म देखिले जानि परिबे कि कोन हेछि कोन नाही कोन पई से सेमते भूल करिछि कोन सिचुएशन हेछि से सब जिनस आपण जानि परिबे यदि गोटे लोक पैसा खर्च करी हॉल बुझिबो भाबा देखिबे ता पैसा वसूल हबो तो आपण कोन लागुछि देखो आमे मु एज एन आर्टिस्ट मु मोर कामटा करिछि आउ समस्तंकर अलग टेस्ट रही फिल्म क्या एक्शन फिल्म्स भल लगे क्या कंटेंट ओरिएंटेड फिल्म्स भल लगे क्या रोमांटिक फिल्म्स भल लगे आउ जो जॉनर फिल्म क्या केमिति लागिवो कौन लागिवो मु जानिनी किंतु जो माने ओडिया इंडस्ट्री पाई जो भल पाइबा अच्छी ओडिया लिटरेचर पाई ओडिया साहित्य पाई आमर मेकर जे अच्छंती अनंत महापात्र सर जो तांकर कि प्लेस देखी थे डेफिनेटली देखी थे मु तो कहबी ही इज अ लेजेंड तांको संगे काम करिछि सेटा मो पई गोटे बहुत बड़ ब्लेसिंग तो से जिनस को रिस्पेक्ट देकी जदि आमे माने आम कल्चर को ट्रेडिशन को आगू को बढ़ेबा स्टोरी को आम ओडिया इंडस्ट्री को भल पाइबा दबा ना तो डेफिनेटली भल लगे कौन पे भल लगे इंग्लिश मीडियम दुनिया रे ओडिया ना लोक ग्रहण करिवे बोली भाबुछन तो मु तो सब बेले एटा चाहिबी कि मु आगू को जति भी फिल्म्स करे कौधरे इंग्लिश ना न रहो सब बेले मु चाहिबी कि हमर खांटी ओडिया आमे ओडिया फिल्म करूछु आमे ओडिया ना ही रखिबा सब माने सबुठु उचित आ सेही जिंस ही माने जेतला आपण एबे कोन कहबे जस्ट गोटे अन्य स्टेट को पलांतु आंध्र को पलांतु से को कौन से हिंदी जना इंग्लिश जना किंतु से सब बेले मदर टंग को स्टिक होकर रुहंती तांको फिल्म्स देखती फिल्म भल थाउ कि खराब थाउ एटलिस्ट से जाती फिल्म हॉल रे से इन्वेस्ट करती और फिल्म देखती से भल पाइबा दियंती
ମୁଁ ଭାବେ କେଉଁଠି ନା କେଉଁଠି ଏଇ ଜିନିଷ ଯଦି ଆମ ଇଣ୍ଡଷ୍ଟ୍ରିରେ ହେବା ଷ୍ଟାର୍ଟ ହେବ ନା ଆମେ ଯଦି ଆମ ଲାଙ୍ଗୁଏଜକୁ ସେତିକି ଇମ୍ପୋର୍ଟାନ୍ସ ଦେବା ଆମ ଫିଲ୍ମସକୁ ସେତିକି ଇମ୍ପୋର୍ଟାନ୍ସ ଦେବା ତ ଡେଫିନେଟଲି ଆମ ଇଣ୍ଡଷ୍ଟ୍ରି ଗ୍ରୋ କରିବ ଆମ ଓଡ଼ିଶା ଗ୍ରୋ କରିବ। ଆଚ୍ଛା ଇଣ୍ଡଷ୍ଟ୍ରି ଆମେ ଦେଖିଛେ ଅନ୍ୟ ଇଣ୍ଡଷ୍ଟ୍ରିରେ କିଛି ଗୋଟେ ଫିଲ୍ମ ଆସିଲେ ଅନ୍ୟ ଆର୍ଟିଷ୍ଟ ମାନେ ଯେଉଁମାନେ ସେଥିରେ ନଥାନ୍ତି ମଧ୍ୟ ସେମାନେ ବହୁତ ସପୋର୍ଟ କରନ୍ତି ଯେଉଁଟାକି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ କମ୍ ଦେଖାଯାଏ ତ ଆପଣଙ୍କୁ ନା ମୋତେ ଲାଗେ କି ଆଜିକାଲି ସମସ୍ତେ ସପୋର୍ଟ କରୁଛନ୍ତି ସମସ୍ତେ ମାନେ ଟାଇମ୍ ଚେଞ୍ଜ ହେଲାଣି ଇଣ୍ଡଷ୍ଟ୍ରି ଚେଞ୍ଜ ହେଲାଣି ଆଉ ଏଥରକ ମୋତେ ଲାଗୁଛି କି ଆମ ଇଣ୍ଡଷ୍ଟ୍ରି ଡେଫିନେଟଲି କେବେ ନା କେବେ ଆମ କମ୍ ବ୍ୟାକ୍ କରୁଛନ୍ତି ଆଉ କମ୍ ବ୍ୟାକ୍ କରିବ ଆଉ ଗୋଟେ ବହୁତ ଷ୍ଟ୍ରଙ୍ଗ ୱେରେ କମ୍ ବ୍ୟାକ୍ କରିବ। ଆଚ୍ଛା ସମସ୍ତେ ଚେଞ୍ଜ ହେଉଛନ୍ତି କିନ୍ତୁ ପୂର୍ବପରି ସୂର୍ଯ୍ୟମୟ ଯେମିତି ସୂର୍ଯ୍ୟଙ୍କ ଭଳି ଚମକୁଥିଲେ ଏବେ ବି ସେମିତି ଥ୍ୟାଙ୍କ ୟୁ ଦ୍ୟାଟ୍ସ ସୋ ସ୍ୱିଟ୍ ଅଫ୍ ୟୁ ସେଟା ଆପଣଙ୍କର କ'ଣ କହିବି ଆପଣଙ୍କ ହୃଦୟ ବହୁତ ଚମକୁଛି ନା ସେଥିପାଇଁ ମୁଁ ଆପଣଙ୍କୁ ଚମକୁଥିବା ଦେଖୁଛି। କ'ଣ କହିବେ ଯେଉଁମାନେ ଭାବାନ୍ତର କ'ଣ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଘରେ ବସୁଛନ୍ତି ବା ଦେଖିନାହାନ୍ତି ଟ୍ରେଲର ପହଞ୍ଚିନି ତାଙ୍କ ପାଖରେ ସେମାନଙ୍କୁ କ'ଣ କହିବେ? ୱେଲ୍ସ ଆପଣ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି କି ବହୁତ ଭଲ ପାଇବାରେ ଫିଲ୍ମଟି ବନେଇଛୁ ଆଉ ଟାଇମ୍ ହେଉଛି ତ ଡେଫିନେଟଲି ଆସନ୍ତୁ ଫ୍ୟାମିଲିକୁ ନେଇକି ଆସନ୍ତୁ ଗୋଟେ ଛୋଟ ଛୁଆଠୁ ନେଇକି କେଉଁ ବି ବର୍ଗ ଲୋକମାନେ ଯାଇକି ଦେଖିପାରିବେ। ଯଦି ଆପଣ ଗୋଟେ ଫିଲ୍ମ ହିସାବରେ ଦେଖିବେ ସେଇଟା ବି ଏନ୍ଜୟ କରିବେ ଯଦି ଆପଣ ଗୋଟେ ନାଟକ ହିସାବରେ ବି ଦେଖିବେ ନା ସେଇଟା ବି ଏନ୍ଜୟ କରିବେ ସମସ୍ତଙ୍କ ଅଲଗା ପର୍ସପେକ୍ଟିଭ ରହିଛି। ଆଚ୍ଛା କମ୍ ଦିନରେ ଫିଲ୍ମଟା ଉଠିଯିବ ତ ଯେମିତି ଆମେ ଅନ୍ୟ ଫିଲ୍ମ ଦେଖୁଛୁ ହଁ ଦେଖନ୍ତୁ ସେଇଟା ମୁଁ ଫ୍ୟୁଚର୍ ଆମେ କେବେ ବି ପ୍ରେଡ଼ିକ୍ଟ କରିପାରିବାନି କାଲି କ'ଣ ହେବ କ'ଣ ନାହିଁ ସେଇଟା ଆମେ କିଏ ବି ପ୍ରେଡ଼ିକ୍ଟ କରିପାରିବା ଆମେ ସବୁବେଳେ ପଜିଟିଭ୍ ରହିବା ଭଲ ହିଁ ହେବ ଆମେ ସେଇଟା ହିଁ ଭାବିବା ତ ଏତେ ପରିଶ୍ରମ ମୁଁ ଭାବେ କି ସବୁ ଫିଲ୍ମ ତା'ର ନିଜର ଡେଷ୍ଟିନି ନେଇକି ଆସିଥାଏ ଯଦି ଏତେ ପରିଶ୍ରମ ଗୋଟେ ଜିନିଷରେ ଦିଆହେଇଛି କେବେ ନା କେବେ କେଉଁଠି ନା କେଉଁଠି ଯଦି ମୁଁ ବି ମୋ ଲାଇଫ୍ରେ କେଉଁଠି ନା କେଉଁଠି ଯଦି ଗୋଟେ ଜିନିଷରେ ପରିଶ୍ରମ ମୋର ମାନେ ଇନଭେଷ୍ଟମେଣ୍ଟ କରିଛି ନା କେଉଁଠି ନା କେଉଁଠି ଜୀବନରେ ସେ ତା'ର ରେଜଲ୍ଟଟା ମୋତେ ମିଳିବ ମେ ବି ଏବେ ନ ମିଳିପାରେ 10 ବର୍ଷ ପରେ ବି ହେଲେ ପଛେ ସେ ଜିନିଷଟା ମିଳିବ। ଓକେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସୋ ମଚ୍।